ନିର୍ବାଚନ ବିଗୁଲ ବାଜିବା ପରେ ନିମାପଡ଼ାରେ ସକ୍ରିୟ ହୋଇ ଉଠିଥିଲା ବିଭିନ୍ନ ରାଜନୈତିକ ଦଳର ଶିବିର। ବିଭିନ୍ନ ରାଜନୈତିକ ଦଳର ଟିକେଟ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଏକାଧିକ ଆଶାୟୀ ଓହ୍ଲାଇବା ପାଇଁ ନିଜକୁ ପ୍ରସ୍ତୁତ କରିଥିବା ବେଳେ ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ନିମାପଡ଼ା ବିଜେଡି ଓ ବିଜେପି ଶିବିରରେ ସୃଷ୍ଟି କରିଥିଲା ହଡ଼କମ୍ପ। ବିଜେଡିର ଗଡ଼ କୁହାଯାଉଥିବା ନିମାପଡ଼ାରେ ବିଜେଡି ଟିକେଟରେ ବିଧାୟକ ସମୀର ରଞ୍ଜନ ଦାସ, ବିଜେଡି ନେତା ସୁବ୍ରତ ଛାଟୋଇ, ଜିତେନ୍ଦ୍ର ମହାନ୍ତି, ସତ୍ୟବ୍ରତ ପାତ୍ରଙ୍କ ଭଳି ନେତା ବିଜେଡିରେ ଟିକେଟରେ ନିମାପଡ଼ାରେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ସେହିପରି ବିଜେପିରେ ପ୍ରଭାତୀ ପରିଡ଼ା ଓ ଦିଲ୍ଲୀପ ନାୟକ ବିଜେପିରୁ ଟିକେଟ ପାଇ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ନିମାପଡ଼ା ରାଜନୈତିକ ପାଣିପାଗରେ ଆଣିଥିଲା ସ୍ତବ୍ଧତା। ମେଣ୍ଟ ହେବ କି ନାହିଁ ତାହା ଏବେ ମଧ୍ୟ ଅସ୍ପଷ୍ଟ ରହିଥିବା ବେଳେ ବିଜେଡି ବିଜେପି ମେଣ୍ଟ ହେଲେ ଏହାର ଫାଇଦା କଂଗ୍ରେସ ହାତକୁ ଯିବ ବୋଲି କଂଗ୍ରେସ ଆଶା ବାନ୍ଧି ବସିଛି। ନିମାପଡ଼ାରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରତି ଭୋଟରଙ୍କ ସମର୍ଥନ ରହିଛି ବୋଲି ଆଶାବାଦୀ ରହିଛି କଂଗ୍ରେସ। ବିଜେପି ବିଜେଡି ଗୋଳିଆ ପାଣିର ଫାଇଦା ନେବ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସରେ ମଧ୍ୟ ଏକାଧିକ ଆଶାୟୀ ରହିଥିବା ବେଳେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବା ପ୍ରାର୍ଥୀଙ୍କୁ କଂଗ୍ରେସ କର୍ମୀ ସମର୍ଥନ ଦେବ ବୋଲି କଂଗ୍ରେସ ସଭାପତି କହିଛନ୍ତି। ସେପଟେ ନିମାପଡ଼ାରେ ମେଣ୍ଟ ହେଉ କି ହେଉ ନିମାପଡ଼ାରେ ପୁଣି ଥରେ ଶଙ୍ଖଚିହ୍ନ ଓ ବିଧାୟକ ସମୀର ରଞ୍ଜନ ଦାସ ବିଧାୟକ ହେବେ ବୋଲି ପ୍ରକାଶ କରିଛନ୍ତି ନିମାପଡ଼ା ବିଜେଡି ସଭାପତି। ଅନ୍ୟପଟେ କେବଳ ନିମାପଡ଼ା ନୁହେଁ, ଜିଲ୍ଲାର 6 ଗୋଟି ଆସନକୁ ବିଜେପି ଦଖଲ କରିବ ବୋଲି ବିଜେପି ନେତା ଆଶ୍ରିତ ପଟ୍ଟନାୟକ କହିଛନ୍ତି। ସୂଚନା ଥାଉ କି 2000 ଓ 2009 ବିଜେପି ବିଜେଡି ମେଣ୍ଟ ରାଜନୀତି ଥିବା ସମୟରେ ନିମାପଡ଼ା ଭୋଟର ମେଣ୍ଟ ଭାଗରେ ଯାଇଥିବା ନିମାପଡ଼ାରେ ବିଜେପି ସମର୍ଥିତ ପ୍ରାର୍ଥୀ ବାଇଧର ମଲ୍ଲିକଙ୍କୁ ନିର୍ବାଚିତ କରିଥିବା ବେଳେ 2009 ଠାରୁ କ୍ରମାଗତ ଭାବେ ନିମାପଡ଼ା ବିଜେଡି ସପକ୍ଷରେ ରହିଛି ଓ କ୍ରମାଗତ ଭାବେ 3 ଥର ବିଜେଡି ଟିକେଟ ବିଧାୟକ ହୋଇଛନ୍ତି ସମୀର ରଞ୍ଜନ ଦାସ। ସେପଟେ ନିମାପଡ଼ାରେ ବିଜେଡିର ସ୍ଥିତି ଭଲ ରହିଥିବା ବେଳେ ବିଜେପି ବିଜେଡି ମେଣ୍ଟରୁ ଟିକେଟ ନେଇ ଯିଏ ନିର୍ବାଚନ ଲଢ଼ିବ ସେ ନିଶ୍ଚିତ ବିଜୟ ଲାଭ କରିବ। କଂଗ୍ରେସ ଏତେ ଭଲ ସ୍ଥିତିରେ ନିମାପଡ଼ାରେ ନାହିଁ। ନିମାପଡ଼ାରେ ବିକାଶ ସେହିଭଳି ଆଖି ଦୃଶିଆ ବିକାଶ ହୋଇନାହିଁ ବୋଲି ରାଜନୈତିକ ସମୀକ୍ଷକ କହିଥିବା ବେଳେ ନିମାପଡ଼ାରେ ମେଣ୍ଟ ଚର୍ଚ୍ଚାକୁ ନେଇ ସବୁ ରାଜନୈତିକ ଦଳ ସ୍ଥାଣୁ ହୋଇ ପଡ଼ିଛି। ନିମାପଡ଼ାରେ ଯିଏ ନେତୃତ୍ୱ ନେଇ ନିର୍ବାଚିତ ହୁଅନ୍ତି ସେ ଜନସାଧାରଣଙ୍କ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଅନ୍ତୁ ବୋଲି ନିମାପଡ଼ା ଭୋଟର ଆଶା ରଖିଛନ୍ତି। निमापड़ा ब्लॉक विजु अंचल सभापति अशोक कुमार साहू। बीजेडी खाली निर्वाचन समय निमापड़ा प्रस्तुत हुए आमर जी मुख्य नेता समीर दास अच्छा आमर 12 मासरे 13 पर्व भली सबु बेले आमर सांगठन काम चले तेणु निर्वाचन समय आसिले अन्य दल भली आम बाहर होनु आमर प्रत्येक मुहूर्त सांगठन काम करते चलुची और पूर्व भली आमर सांगठनिक विधि व्यवस्था सब सठिक अच्छी। एठी विजु जनता दल एकाकी लड़ू किंबा मेंट भी हो किंतु आम दृढ़ निश्चित अच्छू निश्चित निमापड़ा विजु जनता दल शंखचिन्ह समीर दास पाइबे। विजय कुमार प्रधान ब्लॉक कांग्रेस सभापति। शुणु योद्धा जी के क्या मेट सागे सफल नहीं आमर गोटे समय कांग्रेस गोटे डेबाकल होता कि कांग्रेस तार भित्तिभूमि आस्ते आस्ते स्थिर कर कांग्रेस भल रिजल्ट कर कांग्रेस आपण मान पाखे जो मुद्दा आम पाखे भी से मुद्दा बेकारी माने दुर्नीतिटा गोटे चरम सीमार पहुँची आ निर्वाचन पूर्वर नीरव रही निर्वाचन समय विभिन्न योजना को लोक पाखु आनिबा एटा सब सब निर्वाचन कालीन व्यवस्था। देखो आपड़ 2019 निर्वाचन साधारण निर्वाचन देखी एठी पुरी जिले में 6टी जाक विधानसभा 2टी विधायक निर्वाचित होते 3टी विधानसभा कड़ा टक्कर विजु जनता दल को दि जाइए। द्वितीय नंबर भारतीय जनता पार्टी थिला एवं गोटे काकटपुर निर्वाचन मंडल तृतीय स्थान में भारतीय जनता पार्टी थिला एवं तापर देखिए संगठन मजबूत होती भारतीय जनता पार्टी यशस्वी प्रधानमंत्री प्रति जनसाधारण भरोसा बढ़ी। ओडिशार साधारण लोक मेंटर कौन आवश्यकता नहीं। मेंटर जहाँ आवश्यकता पड़ी दिल्ली बीजेपी वाला एवं ओडिशा बीजेडी वाला आवश्यक पड़ी। इवन आम तो जहाँ मीडिया भी देखुचे ओडिशा बीजेपी अर्धाधिक नेता मेंट में राजी ना यहाँ तो सुविधावादी राजनीति चली परस्पर परस्पर को प्रोटेक्शन देवाई बीजेडी बीजेपी भितर बर्तमान मेंट चली बहुत गुड़ा अलिया जो कथा अच्छी कमी लुचई हम से मेंट चली मेंट द्वारा साधारण लोक किसी लाभ हम बर क्षति हम गोटे गणतंत्र गोटे
ଗୋଟେ ସଶକ୍ତ ବିରୋଧୀର ଯେଉଁ ଆବଶ୍ୟକତାଟା ରହିଛି ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ, ଯଦି ସେଇଟା ନ ରହିବ ତାହେଲେ ସରକାର ଯଦି ୱାନ୍ ପାର୍ଟି ହେଇଗଲା ସିଷ୍ଟମ୍, ତାହେଲେ ସାଧାରଣ ଲୋକଟା କାହା ପାଖକୁ ଯିବ? ସରକାର ବିରୁଦ୍ଧରେ ଯଦି ଷ୍ଟ୍ରାଇକ୍ କରିବ, ଆନ୍ଦୋଳନ କରିବ, ତା ଦାବି ଜଣେଇବ। मोर परिचय है मु क्षीरोद कुमार राय महापात्र मु अवसरप्राप्त अध्यक्ष विभिन्न कॉलेज रे प्रिंसिपल रहा 2011 रु मु अवसर नहीं। निमापड़ा निर्वाचन मंडली रे प्रमुख निश्चय निर्वाचन मंडली वर्तमान जो राजनीतिक पाणीपाग अच्छी सबू भोटर समस्ते बर्तमान से अपेक्षा कर जो किसी ना हठात मैंने कहीदे आम मेंट करी से मेंट कलापर सबू निर्वाचन मंडल में समस्ते बर्तमान दुर्दुल्यमान अवस्था अच्छा। निमापड़ा कथा स्वतंत्र भाव कहले एठी बीजेडी उपर लोक बहुत असंतुष्ट। पुरीरू प्रशांत महाराणा रिपोर्ट, ए1 ओडिशा।